ସେକ୍ସନ ଧାରା ଗୋଟେ ଅଛି ନା, ଗୋଟେ ପ୍ରତ୍ୟେକ ମାନେ ଧାରାଟା କ'ଣ? ଧାରା ହେଲା କି ପୂଜା, ପୁ ଅର୍ଥ ହେଲା ଏଇଟା ପୁର, ଏଇଟା ଘର ପୁର ସବୁ ତିଆରି ହେଇଛି ନା, କହନ୍ତିନି ଘର ପୁର, ଘର ପୁର କହନ୍ତି। ପୁର ଅର୍ଥ ପୁର, ଯାହାର ହେଲା ପୁର, ଜର ହେଲା ଜାଗ୍ରତ କରିବା। ଆମ ପୁରକୁ ସମସ୍ତଙ୍କୁ ଆମେ ନା, ଆମେ ସମସ୍ତେ ଆମ ପୁର ପାଇଁ ଜାଗ୍ରତ ହବା। କ'ଣ ଚାରେ ଅଳ୍ପ ଟିକେ ଚିନି ପକେଇବ, ଆଉ ଗୋଟେ ଚାହା ଦେଇ କରୁ ଟିକେ ଅଚିନି, ଏତେ ବାଲା ଖାଇବ ଆଗ ଅଚିନିଆ କରିଦିଏ, ଲାଷ୍ଟରେ ଟିକେ ଚିନି ପକେଇବ ଅଧା ଖାଇବ, ହବନି? ବୁଝିପାରିଲେ? ଆମ ପୁରକୁ ଆମେ ଜାଗ୍ରତ ଅବସ୍ଥା ରଖିବା। କାହିଁକି ଜାଗ୍ରତ ରଖିବା କୁହାଗଲା? ଆମେ ଇନ୍ଦ୍ରିୟମାନଙ୍କ କବଳରେ କବଳିତ ହୋଇ ଭୁଲ କାମ କରିଦେଉଛେ, ଯାହାଫଳରେ ସେଟା ଆମକୁ ବିପଦ ପଡ଼ୁଛି। ପୂଜା ପଦ୍ଧତି ହେଲା କ'ଣ? ଧାରା। ଫାଷ୍ଟ ଆମର ଗୋଟେ ପଦ୍ଧତି ଦିଆହେଇଛି ବୃନ୍ଦାବତୀ ପୂଜା ପଦ୍ଧତିଟା। ବୃନ୍ଦାବତୀ ପୂଜା କ'ଣ? ତା ଲଜିକଟା କ'ଣ? ତା ଗୋଟେ ଧାରା ଅଛି। ଧାରା କ'ଣ ନା, ବୃନ୍ଦାବତୀ ନାମକ ଜଣେ ନାରୀ ଥିଲା। ନାରୀ ସମାଜକୁ ଶିକ୍ଷା ଦେବା ପାଇଁ, ଶିକ୍ଷା ମାନେ ଜାଗ୍ରତ ରହିବା ପାଇଁ ଗୋଟେ ପ୍ରୋଜେକ୍ଟ କରାହେଇଛି। ପ୍ରୋଜେକ୍ଟ କରାହେଇଛି କ'ଣ? ସେ ବୃନ୍ଦାବତୀ ନାମକ ଜଣେ ସତ୍ୟ କାର୍ଯ୍ୟ, ସତ୍ୟତା ଆଉ ତାର ସତୀତ୍ୱ, ସତ୍ୟ ଆଉ ସତୀତ୍ୱ ବଳରେ ତା ପୁରକୁ କିଛି ବିପଦ ପଡ଼ୁ ଏବଂ ତା ସ୍ୱାମୀକି କେହି ବି ଆଟାକ୍ କରିପାରୁ ନଥିଲେ। ତାର ସ୍ପଟଟା ଏତେ ଥିଲା, କାହାର? ନାରୀର ଏତେ ସ୍ପଟ ଥିଲା, ଯାହାଫଳରେ କିଛି ବି ଆଟାକ୍ କରୁ। ତାକୁ ବିଷ୍ଣୁ ଆସି ତାକୁ ଅସତୀ କଲେ, ତା ଡୁପ୍ଲିକେଟ ଜଳନ୍ଧର ହେଇକିରି ତାକୁ ଅସତୀ କଲେ। ଅସତୀ ହେବା ପରେ ତା ସ୍ୱାମୀ ଏକ୍ସପାର୍ଟ କଲେ, ଜଳନ୍ଧର ବଦଳ, ତା ପୁରକୁ ବିପଦ ପଡ଼ିଲେନି। ସେଠି ଆମ ନାରୀ ସମାଜକୁ ବୃନ୍ଦାବତୀ ଏଇଟା ଶିଖେଇଲା, ଏ ନାରୀ ଜାତି ଆମ ସମସ୍ତେ ମୋରି ଭଳିଆ। ମୋର ସତ୍ୟ ସତୀତ୍ୱ ବଳରେ କିଛି ବିପଦ ପଡ଼ୁନଥିଲା। ଦେଖ ଆଜି ମୁଁ ଅସତ୍ୟ ହେଇଯିବାରୁ ତୁମକୁ ମୋର କ୍ଷତି ନଥିଲା, ତମେ ସବୁ ଏଭଳି କରିବ ନାହିଁ। ତାର ଧାରାଟି ସେଠୁ ପୁରୁଷକୁ ଗୋଟେ ଶିକ୍ଷା ଦିଆହେଲା। ପୁରୁଷ ହେଲେ ଯେ ବିଷ୍ଣୁ, ନୁହେଁ କି? ସେ ଜାଗାରେ ଯେଉଁ ବିଷ୍ଣୁ ହେଇଛନ୍ତି, ବିଷ୍ଣୁ କ'ଣ କଲେ ନା, ସତୀ ନାରୀକି ଅସତୀ କରିବାରୁ ସେ ତାଙ୍କ ବିଚାରରେ ସେ ମହା ଅପରାଧୀ ହେଲେ। କିଏ? ବିଷ୍ଣୁ କହିଲେ ଇଏ ଭଳିଆ ମହା ଅପରାଧ ମୁଁ କରିଛି, ତାହା କଳ୍ପନାର କିନ୍ତୁ ମୁଁ ମହା ଅପରାଧ କରିବାରୁ ଆଉ ତୁ ବୃନ୍ଦାବତୀ କହିଲେ ତୁ ସବୁଦିନ ମୋ ମୁଣ୍ଡରେ ଚଢ଼ିବୁ। ମୁଣ୍ଡରେ ଚଢ଼ିବୁ, କେମିତି ମୁଣ୍ଡରେ ଚଢ଼ିବୁ ନା, ତୁ ବୃନ୍ଦାବତୀର ପୂଜା ପାଇଁ ତୁ ମୋରି ମୁଣ୍ଡରେ ତୁଳସୀ ରୂପରେ ଚଢ଼ିବୁ। ପୁରୁଷ ସମାଜକୁ ଶିକ୍ଷା ଦିଆଗଲା, ମାନେ ବିଷ୍ଣୁ ଶିକ୍ଷା ଦେଲେ। ବିଷ୍ଣୁ ଶିକ୍ଷା ଦେଲେ ପୁରୁଷକୁ, ରେ ପୁରୁଷ ଜାତି, ତମେ ଯଦି ଏମିତି କିଛି ଭୁଲ କରିବ ମୋରି ଭଳିଆ, ତମ ଆତ୍ମାରୁ ଲିଭିବ ନାହିଁ। ଜୀବନରେ ଆମେ ଜୀବନରେ ଯେତେ ଭଲ କାମ କରୁଛୁ ସେ ପରେ ଚାଲିଯାଇଛି, କିନ୍ତୁ ଟିକେ ଟିକେ ଭୁଲ କରିଛେ ଆମେ, ସେ କେବେ ମୁଣ୍ଡରୁ ଲିଭିବନି। ଭୁଲଟା ତ ସବୁବେଳେ ଫିଡ଼ି ହେଇକି ରହିବ। ପ୍ରକାଶିତ ହେଇଛି, ବିଶ୍ୱକୁ ମୁଣ୍ଡରେ ପ୍ରକାଶ ହେଇଛି ଭୁଲଟା, କିନ୍ତୁ ସେଟା ସମାଜକୁ ଶିକ୍ଷା ଦିଆହେଇଛି ଯେ ତମେ ଯଦି ଭୁଲ କର, ତମକୁ କେହି ନ ଜାଣନ୍ତି, ତମ ଆତ୍ମାରୁ ସେ କଳଙ୍କ ଲିଭିବ। ମାନେ ଆମକୁ ଜଣେଇଗଲା ପରେ ଆମେ ଜାଣିଗଲା ପରେ ଆମେ ଜାଗ୍ରତ ଅବସ୍ଥା
ଗୋଡ଼ ଧୋଇ ଦିଅ ଆଉ କଣ କହିଲି ଗୋଡ଼ ଧୋଇ କୁଆଡ଼େ